দীনকৃষ্ণ স্মৃতি পরিষদ পক্ষରୁ সারস্বত বন্ধু মিলন এবং বসন্ত উৎসব অনুষ্ঠিত। দীনকৃষ্ণ স্মৃতি পরিষদ জଳେଶ୍ୱର ପକ୍ଷରୁ ସାରସ୍ୱତ ବସନ୍ତ ମିଳନ ଉତ୍ସବ ନୂଆବଜାର ସ୍ଥିତ ଭଞ୍ଜଶ୍ରୀ ଭବନ ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଦୀନକୃଷ୍ଣ ସ୍ମୃତି ପରିଷଦର ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ଭଞ୍ଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ କାର୍ଯ୍ୟକାରୀ ସଭାପତି କବି ବ୍ରଜେନ୍ଦ୍ରନାଥ ଗିରି ମଞ୍ଚ ଆହ୍ୱାନ କରିଥିଲେ। ପରିଷଦର ସମ୍ପାଦକ ତଥା ସାହିତ୍ୟିକ ଗାଳ୍ପିକ ଓ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାରେ ବହୁ ବ୍ଲକରୁ କବି କବୟିତ୍ରୀ ଲେଖକ ଗାଳ୍ପିକ ପାଲାଗାୟକ ଅଭିନେତା ପ୍ରମୁଖ ଉପସ୍ଥିତ ହୋଇ ପରସ୍ପରକୁ ହୋଲି ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥିଲେ। ପ୍ରଥମେ ଦୁଇ ଜଣ ବରିଷ୍ଠ କବି ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ଦାସ ଓ ସ୍ୱର୍ଗତ ହୋସେନ ରବି ଗାନ୍ଧୀଙ୍କ ବିୟୋଗରେ ସେମାନଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ କମିଳା ଓ ଭୋଗରାଇ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ରବୀନ୍ଦ୍ର ପ୍ରଧାନ ଅତିଥି ରୂପେ ଯୋଗ ଦେଇ ବସନ୍ତ ମିଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟ ଶାଳିକୋଠାର ଅଧ୍ୟକ୍ଷ ବିବେକାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଫକୀରମୋହନ ସାହିତ୍ୟ ଏକାଡେମୀର ଯୁଗ୍ମ ସମ୍ପାଦକ କଲ୍ୟାଣୀ ନନ୍ଦ, ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକ ଦୟାନିଧି ଦାସ ପ୍ରମୁଖ ଅତିଥି ରୂପେ ମଞ୍ଚ ଉପରେ ଉପସ୍ଥିତ ରହି ବସନ୍ତ ଋତୁ ସମ୍ପର୍କରେ ସାରଗର୍ଭକ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଶ୍ଚିମବଙ୍ଗର ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋପାଳ ବସୁ ଓ ସମ୍ମାନିତ ଅତିଥି ରୂପେ ଡକ୍ଟର ବିଜୟ କୁମାର ଘୋଷ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସେହିପରି ଶ୍ରେଷ୍ଠ ସଂଯୋଜିକା ରୂପେ ଡକ୍ଟର ତାନଶ୍ରୀ ପାଣିଗ୍ରାହୀ ଓ ଶ୍ରେଷ୍ଠ ସଂଯୋଜକ ରୂପେ ଡକ୍ଟର ଶ୍ରୀ କୁମାରଙ୍କୁ ମଧ୍ୟ ମାନପତ୍ର ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ନିକଟରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ପ୍ରଧାନ ଶିକ୍ଷକ ଡକ୍ଟର ଅଜିତ କୁମାର ମହାନ୍ତି ଓ ଜିଲ୍ଲାସ୍ତରୀୟ ପୁରସ୍କାର ପାଇଥିବା ଶିକ୍ଷୟିତ୍ରୀ ସବିତା ପାଠୀଙ୍କୁ ମଧ୍ୟ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜଳେଶ୍ୱରରୁ ସୁକୁମାର ରଣାଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।